ଖେଳିବେନି ବୁମ୍ରା, ଟେନସନ୍ରେ ଗିଲ୍, ଧକ୍କା ଦେଲା ଯଶପ୍ରୀତ ବୁମ୍ରା। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିବେ ନାହିଁ ଯଶପ୍ରୀତ ବୁମ୍ରା। ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଥିବାରୁ ଦ୍ୱିତୀୟ ଟେଷ୍ଟରେ କାହିଁକି ଖେଳିବେ ନାହିଁ, ଏହାର ସଠିକ୍ ପ୍ରମାଣ ଆମ ପାଖରେ ନାହିଁ। ESPN କ୍ରିକ୍ ଇନ୍ଫୋ ରିପୋର୍ଟ ଅନୁସାରେ ଦେଖିବାକୁ ଗଲେ ବ୍ୟକ୍ତିଗତ ଜୀବନ ସମସ୍ୟା କାରଣରୁ ସେ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି ଯଶପ୍ରୀତ ବୁମ୍ରା। ଦ୍ୱିତୀୟ ଟେଷ୍ଟ ଖେଳିବା ନାହିଁ ଯଶପ୍ରୀତ ବୁମ୍ରା, ସେଥିପାଇଁ ଟେନସନ୍ରେ ଅଛନ୍ତି ଭାରତର ପ୍ରିନ୍ସ ଅଧିନାୟକ ସୁମନ ଗିଲ୍ ଏବଂ ଭାରତର ପୁରା ଟିମ୍। ଆସନ୍ତା ଜୁଲାଇ 2 ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ତଥା ହେଡ଼ିଂଲେ ଖେଳାଯିବ। ତେବେ ବୁମ୍ରା ଦ୍ୱିତୀୟ ଟେଷ୍ଟ ନ ଖେଳିବାର ଏହାର ପଛର କାରଣ କ'ଣ, ଉଦ୍ଦେଶ୍ୟ କ'ଣ? ତେବେ ଏହାର ବିଷୟରେ ଟିକେ ଆଲୋଚନା କରିବା ଚାଲନ୍ତୁ। ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଥିବା ବେଳେ ଆସନ୍ତା ଜୁଲାଇ 2 ତାରିଖରୁ ହେଡ଼ିଂଲିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବହୁତ ବଡ଼ ଶକ୍ତ ଝଟକା। ଟିମ୍ରେ ମେରୁଦଣ୍ଡ ବୋଲର ତଥା ଘାତକ ବୋଲର ଯଶପ୍ରୀତ ବୁମ୍ରା ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି, ସେ ଖେଳିବେ ନାହିଁ। ସୂଚନା ମୁତାବକ ତାଙ୍କର ନିଜର ବ୍ୟକ୍ତିଗତ ଜୀବନ ସମସ୍ୟା କାରଣରୁ ସେ ଦ୍ୱିତୀୟ ଟେଷ୍ଟରୁ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଆକାଶଦୀପ କିମ୍ବା ଅର୍ଷଦୀପ ସିଂଙ୍କୁ ସୁଯୋଗ ମିଳିପାରେ। ଗୌତମ ଗମ୍ଭୀର ଏବଂ ସୁମନ ଗିଲ୍ର ମିଟିଂ ପରେ ଜଣାପଡ଼ିବ କିଏ ଖେଳିବେ ଦ୍ୱିତୀୟ ଟେଷ୍ଟ ଏବଂ କାହାର ଭାଗ୍ୟ ଖୋଲିବ। ସୂଚନା ଥାଏ କି ଭାରତର ଲଜ୍ଜାଜନକ ପରାଜୟ ପରେ ପ୍ରଥମ ଟେଷ୍ଟରେ ବର୍ତ୍ତମାନ ସ୍ଥିତିକୁ ସମ୍ଭାଳିବାକୁ ପ୍ରୟାସ କରିବା ସୁମନ ଗିଲ୍ର ସେନା। କାହିଁକିନା ବେନ୍ ଷ୍ଟୋକ୍ସର ଦଳ ବହୁତ ଶକ୍ତିଶାଳୀ ଦେଖିବାକୁ ଲାଗୁଛି ତାଙ୍କ ଘରୋଇ ମାଟିରେ। 5 ୱିକେଟରେ ପ୍ରଥମ ଟେଷ୍ଟ ଜିତିଲା ବେଳେ ତାଙ୍କର ମନୋବଳ ବେଶ୍ ଦୃଢ଼ ରହିଛି। ବର୍ତ୍ତମାନ ଭାରତର ଏହି ଖବର ଶୁଣିବା ପରେ ବେନ୍ ଷ୍ଟୋକ୍ସ ଆହୁରି ଖୁସି ହୋଇଯାଇଛନ୍ତି, କାହିଁକିନା ଭାରତର ମେରୁଦଣ୍ଡ ବୋଲର ଯଶପ୍ରୀତ ବୁମ୍ରା ଦ୍ୱିତୀୟ ଟେଷ୍ଟ ଖେଳିବେ ନାହିଁ। ତ ଫ୍ରେଣ୍ଡ, ଆପଣମାନେ କମେଣ୍ଟରେ କୁହନ୍ତୁ ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଭାରତ କେମିତି ପ୍ରଦର୍ଶନ କରିବ ତାହା କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ। ଏବଂ ଆମର ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବା